ସମସ୍ତଙ୍କୁ ଜୟ ମା ଶ୍ରୀ। ପ୍ରିୟର ଭାଇ ଏବଂ ଭଉଣୀମାନେ, ବର୍ତ୍ତମାନ ଏଇ ମାସ କି ମାସ? ଡିସେମ୍ବର ମାସ ନାଇଁ? ଡିସେମ୍ବର ମାସ ଆମେ ଯଦି ଦେଖିବା ତାହେଲେ ଖ୍ରୀଷ୍ଟିଆନ ମାନଙ୍କର ମାସ ବୋଲି ଜାଣନ୍ତି ବା କୁହନ୍ତି ନାଇଁ? କିନା ଏଇ ମାସରେ ଡିସେମ୍ବର 25 ତାରିଖ କଣ ଅଟେ? ବଡ଼ ଦିନ ନାଇଁ? କି ଦିନ? ବଡ଼ ଦିନ। ତ ସମସ୍ତେ ଚନ ଆଉ ସମସ୍ତେ ପ୍ରସ୍ତୁତ ହେବା ପାଇଁ ପୁରା ବ୍ୟସ୍ତ ନାଇଁ କି? ଆଉ ପ୍ରିୟର ଭାଇ ଭଉଣୀ ମାନେ, ଆଉ ପ୍ରତ୍ୟେକ ବିଶ୍ୱାସୀ ଭାଇ ଭଉଣୀ ମାନେ, ଆମେ ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜୀବନ ବିଷୟରେ ଆଉ ତାଙ୍କ ଜନ୍ମ ବିଷୟରେ ଏଇ ମାସରେ ବା ଏଇ ସମୟରେ ଆମେ ଅଧିକ ଶୁଣିବାକୁ ପାଇଥାଉ। କେମିତି ଜନ୍ମ ହେଲେ ଏ ବିଷୟରେ ବାଇବେଲ ପ୍ରକାଶ କରେ। ଗତକାଲି ମଧ୍ୟ ଆମେ ଶୁଣୁଥିଲୁ ନାଇଁ? ଆଚ୍ଛା, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ତାରିଖ ବାଇବେଲରେ ମେନସନ ନାହିଁ ନାଇଁ? ମାନେ ଲେଖା ହେଇନାହିଁ, ଲେଖା ଅଛି। ପ୍ରଭୁ ଯୀଶୁ ଜନ୍ମ ତାରିଖ ହେଲା କାଣା? କାହିଁକି ଲେଖା ଗଲାନି? କିଛି ରିଆକ୍ସନ ହେଉଛି? କାହିଁକି ଲେଖା ଗଲାନି? ଫିରାମେଣ୍ଟ କାଲା କାହିଁକି ଲେଖା ଗଲା ନାହିଁ ଜନ୍ମ ତାରିଖ? ତ ପ୍ରିୟର ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ନାମ ବା ଜନ୍ମ ତାରିଖ କାହିଁକି ଲେଖାଗଲା ନାହିଁ? ତ ପ୍ରିୟର ଭାଇ ଭଉଣୀ ମାନେ, ଆଉ ଆମେ ଦେଖୁ ତାହା ଯୋହନ ଲିଖିତ ସମାଚାରରେ ପ୍ରକାଶ କରୁଛି ନାଇଁ କି? କୋଉଠି ପ୍ରକାଶ କରୁଛି? ଯୋହନ ଲିଖିତ ସମାଚାରରେ ପ୍ରକାଶ କରୁଛି। ଆଉ ଆମେ ଦେଖୁ ତାର ବଂଶାବଳୀ ମଧ୍ୟ ଲେଖା ଯାଇଛି ନାଇଁ? ମାତିୟ ନା ଲୁକାରେ? ତାର ବଂଶାବଳୀ ଆଦମ ଠାରୁ 14 ବଂଶ ପର୍ଯ୍ୟନ୍ତ କେତେ? 14 ପୁରୁଷ ନାଇଁ କି? ତ ସେଠାରେ ତାର ବଂଶାବଳୀ ଲେଖା ଯାଇଛି ନାଇଁ? କେତେ ପୁରୁଷ ବୋଲି ଲେଖା ହେଇଛି ତାର ଆଦମ ଠାରୁ? ତ ପ୍ରିୟର ଭାଇ ଭଉଣୀ ମାନେ, ଏଟା ତାର କୁର୍ସି ନାମା ବା ତାର ବଂଶାବଳୀ। ଆଉ ଦାଉଦ ବଂଶରେ ସେ ଜନ୍ମ ଗ୍ରହଣ କଲେ। ତ ପ୍ରିୟର ଭାଇ ଭଉଣୀ ମାନେ, ଜଣେ ମଣିଷ ଯେଉଁ ଦିନ ସେ ଜନ୍ମ ହୁଏ ସେଇ ଦିନରୁ ତାର କଣ ଏଇ ଧରା ପୃଷ୍ଠରେ ବା ଏଇ ଆମମାନଙ୍କ ମଧ୍ୟରେ ସେ ରହିଥାଏ। ସେଇଠୁ ହିଁ ତାର ଆରମ୍ଭ ହୁଏ ନାଇଁ? ଜନ୍ମ ହେବା ଦିନଠାରୁ ତାର ଆରମ୍ଭ ହୁଏ। ଆଉ ତାର ଦିନ, ମାସ, ବର୍ଷ ନାଇଁ କି? କିନା ଯଦି ଗୋଟେ ପରିବାରରେ ଶିଶୁ ଜନ୍ମ ହୁଏ ତାପରେ ତାକୁ ନାମ ପଞ୍ଜୀକରଣ କରାନ୍ତି ନାଇଁ? କୋଉଠି? ଥରେ ବି ଗୋଟେ ବି ପଞ୍ଜୀକରଣ କରିନାଉ ଅଙ୍ଗନବାଡି ନାଇଁ? ତ ପ୍ରିୟର ଭାଇ ଭଉଣୀ ମାନେ, ସେମାନଙ୍କୁ ପଞ୍ଜୀକରଣ କରାଯାଏ। ଆଉ ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ଆଉ ସେଇ ଦିନଠୁ ତାର ନାମ, ବାପା ମାଙ୍କର ନାମ, ଗାଁ ଠିକଣା ନାଇଁ? ଅମକାଇ ମୁଣ୍ଡାର ପୁଅ ବା ଝିଅ ଆଉ ଏଇ ଗାଁର ବୋଲି ସେଟା ଅଙ୍ଗନବାଡିରେ ନାମ ଲେଖାନ୍ତି। ଆଉ ପ୍ରିୟର ଭାଇ ଭଉଣୀ ମାନେ, ସେଇ ଦିନଠୁ ତାଙ୍କୁ ଜାଣିବାର ବା ତାର ଜନ୍ମ ତାରିଖ ରହିଥାଏ ଆଉ ଲେଖା ହୋଇଥାଏ। ଆଉ ସେଇ ଦିନରୁ ସେମାନେ କହିବା ଆଜି
বা এই ତାରିଖରେ ତାର ଜନ୍ମ ହୋଇଥିଲା ନାଇଁ ଏଇ ତାରିଖ ଏଇ ବାରରେ ଏତିକି ସମୟରେ ସେ ଜନ୍ମ ହେଇଥିଲା ଯଦି ମେଡିକାଲରେ ଜନ୍ମ ହେଇଥାନ୍ତି ତାହେଲେ ସେଠି ମଧ୍ୟ ଜନ୍ମ ସାର୍ଟିଫିକେଟ ଦିଅନ୍ତି ଆଉ ପ୍ରିୟ ଭାଇ ଭଉଣୀ ମାନେ ସେଇ ଦିନଠୁ ତାର ଦିନ ଆରମ୍ଭ ହୁଏ କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଅଦ୍ଭୁତ ଭାବରେ ଆଉ ସେ ଯୋଉ ଦିନ ଜନ୍ମ ହେଲା ସେଇ ଦିନଠୁ ତାର ଦିନ ଆରମ୍ଭ ହେଲା ନାହିଁ ହେଲେ ଆମେ ବାକ୍ୟରେ ଦେଖୁ କଣ ଲେଖାଯାଇଛି ପଢି ଦିଅନ୍ତୁ ପଲ୍ଲାରେ ଜଳୁଥିବା ଭାଇ ଭଉଣୀ ମାନଙ୍କ ମଧ୍ୟରୁ ଜନ ନୀତି ସମାଚାର 1 ଅଧ୍ୟାୟ ତାର 1 ପଦ ପଢନ୍ତୁ आदि में यह वचन था और वचन परमेश्वर के साथ था और वचन परमेश्वर था आदि में वचन था और वचन परमेश्वर के साथ आद्ୟରେ ବାକ୍ୟ ଥିଲେ କିଏ ଥିଲେ ଆଦ୍ୟରେ ବାକ୍ୟ ଥିଲେ ପ୍ରଭୁଙ୍କର ଗୌରବ ଏବଂ ମହିମା ହେଉ ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ ହେଲା ଆଦ୍ୟରେ ବାକ୍ୟ ଥିଲେ ଆଉ ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ ମାନେ ଯୀଶୁ କିଏ ବାକ୍ୟ ନାଇଁ ଆଦ୍ୟରେ ବାକ୍ୟ ଥିଲେ ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ ସେହି ବାକ୍ୟ ଈଶ୍ୱର ଥିଲେ ମାନେ ସେଇ ବାକ୍ୟ ଈଶ୍ୱର ମାନେ ଯୀଶୁ ହିଁ ଈଶ୍ୱର ନାଇଁ କି ପ୍ରିୟର ଭାଇ ଭଉଣୀ ମାନେ ତେଣୁକରି ଆଦିରେ ବାକ୍ୟ ଥିଲା ଆଉ ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲା ଆଉ ସେଇ ବାକ୍ୟ ଈଶ୍ୱର ଥିଲେ ଆଉ ଅନେକ ଲୋକ କୁହନ୍ତି ତୁମର ଯୀଶୁ ତ 2000 ବର୍ଷ କେତେ ଜନ୍ମ ହେଇଛନ୍ତି ନାଇଁ ଆମର ଏତିକି ବର୍ଷରୁ ସେଇ ଦିନରୁ ବା ସେଇ ସମୟରେ ସେ ଜନ୍ମ ହେଲେ କିନ୍ତୁ ଯୀଶୁ ଖ୍ରୀଷ୍ଟ ଆଦ୍ୟରୁ ଥିଲେ କେବେରୁ ଥିଲେ ଆଦ୍ୟରୁ ମାନେ ସୃଷ୍ଟି ପୂର୍ବରୁ ଯେମିତିକି ସୂର୍ଯ୍ୟ ଚନ୍ଦ୍ର ନଥିଲା ନକ୍ଷତ୍ର ନଥିଲେ ପୃଥିବୀ ନଥିଲା ଦୂତମାନେ ମଧ୍ୟ ନଥିଲେ ସେଇ ସମୟରେ ସେ ଥିଲେ ତେଣୁକରି ଯୀଶୁ ଆମେ ଆରମ୍ଭ ଏବଂ ଶେଷ ବୋଲି କୁହନ୍ତି ନାଇଁ ଆଲଫା ଓ ଓମେଗା ତ ପ୍ରିୟର ଭାଇ ଭଉଣୀ ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଦ୍ୟରୁ ହିଁ ଥିଲେ ଆଉ ଆମେ ଦେଖୁଛୁ ଯେ ଆଦ୍ୟରେ ବାକ୍ୟ ଥିଲେ ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ ସେହି ବାକ୍ୟ ଈଶ୍ୱର ଥିଲେ ଆଉ ସେଇ ବାକ୍ୟ କଣ ହେଲେ 14 ପଦ ପଢି ଦିଅନ୍ତୁ और वचन देहधारी हुआ और अनुग्रह और सच्चाई से परिपूर्ण होकर हमारे बीच में डेरा किया और एटी जने ओडिया रे पढि ଆଉ ସେଇ ବାକ୍ୟ ଦେବବନ୍ତ ହେଲେ କେଉଁ ବାକ୍ୟ ସେହି ବାକ୍ୟ କହିଲେ ଯୋଉଟା କି ଆଦ୍ୟରେ ଥିଲେ ନାଇଁ ଆଦ୍ୟରେ ବାକ୍ୟ ଥିଲେ ଆଉ ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ ମାନେ ଈଶ୍ୱରଙ୍କ ଠାରେ ହିଁ ଯୀଶୁ ଖ୍ରୀଷ୍ଟ ସଂଯୁକ୍ତ ହୋଇକି ଥିଲେ ନାଇଁ ମାନେ ଈଶ୍ୱରଙ୍କର ବାକ୍ୟ ହିଁ ଯୀଶୁ ମାନେ ସେଇ ବାକ୍ୟ ହିଁ ଈଶ୍ୱର ନାଇଁ ଆଉ ଆମେ କହିବା ସେଇ ବାକ୍ୟକୁ ଗୋଟେ ବା ଅଂଶ ଗୋଟେ ଦେହ ଧାରଣ କରିବା ପାଇଁ ପ୍ରଭୁ ପଠାଇଲେ ନାଇଁ କୋଉଠିକେ ଆଉ ସେଇଟା ଦେହବନ୍ତ ହେଲା ଆମେ 14 ପଦରେ ଦେଖୁ ଆଉ ସେହି ବାକ୍ୟ ଦେହବନ୍ତ ହେଲା ମାନେ ପ୍ରଭୁ ଯୀଶୁ ଆଗରୁ ଥିଲେ ଆଉ ସେଇ ବାକ୍ୟ ଦେହବନ୍ତ ହେଲା ମାନେ ଶରୀରରେ ଗଠନ ହେଲା ଆଉ ତାହା ହିଁ ଆମେ ଗତକାଲି ଦେଖୁଥିଲୁ ଯେ ଯୀଶୁଙ୍କର ଦେହ ଧାରଣ ହେବା ପାଇଁ ଦେହବନ୍ତ ହେବା ପାଇଁ ଗୋଟେ ଶରୀର ଦରକାର ପଡିଲା ନାଇଁ
କୁମାରୀ ମାରିଆଙ୍କର ଜରିଆରେ ବା ତାଙ୍କ ମାଧ୍ୟମରେ ସେ ଏହି ଧରାପୃଷ୍ଠ ବା ମନୁଷ୍ୟ ରୂପରେ ସେ ମନୁଷ୍ୟ ରୂପ ଧାରଣ କରିକି ଅବତାର ବା ଜନ୍ମ ନେଲେ। ତ ପ୍ରିୟ ଭାଇ ଭଉଣୀ ମାନେ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ବିଷୟରେ ଶହ ଶହ ବର୍ଷ ଧରି ଭବିଷ୍ୟବାଣୀ କରାଯାଇଥିଲା ହେଲା। ଯିଶାୟା ପୁସ୍ତକରେ ବି ଦେଖିବାକୁ ପାଇବା ଅନେକ ପୁସ୍ତକ। ଆଉ ପ୍ରିୟର ଭାଇ ଭଉଣୀ ମାନେ, ସେପରି ସେ ଆଦ୍ୟରୁ ଥିଲେ ଆଉ ସେ ଦେହ ଧାରଣ କଲା ବା ଦେହବନ୍ତ ହେଲା। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯୋଉ ଦିନ ଜନ୍ମ ହେଲା ସେଇ ଦିନରୁ ତାର ଆରମ୍ଭ ବା ସେଇ ଦିନରୁ ତାର ଜୀବନ ହେଲା ସେମିତି ନାହିଁ ହେଲା। ସେ ଆଦ୍ୟରୁ ଥିଲା, ଯେତେବେଳେ ପୃଥିବୀ ନଥିଲା, ଯେତେବେଳେ ଚନ୍ଦ୍ର ସୂର୍ଯ୍ୟ କିମ୍ବା ତାରାଗଣ ନଥିଲେ ଆଉ ଦୂତଗଣ ନଥିଲେ, ସେଇ ସମୟରୁ ହିଁ ସେ ଥିଲେ। ଆଦ୍ୟରେ ବାକ୍ୟ ଥିଲେ ଆଉ ବାକ୍ୟ ଈଶ୍ୱରଙ୍କ ସହିତ, ମାନେ ସେଇ ବାକ୍ୟ ହିଁ ଯୀଶୁ ଅଟନ୍ତି। କିଏ ଅଟନ୍ତି? ଯୀଶୁ। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ଆଉ ସେଇ ବାକ୍ୟ ଆମେ ଦେଖିବା କି 14 ପଦରେ, ଆଉ ସେହି ବାକ୍ୟ ଦେହବନ୍ତ ହେଲେ, ମାନେ ମନୁଷ୍ୟ ଶରୀର ସେ ଧାରଣ କଲେ। ପୁଣି ଅନୁଗ୍ରହ ଓ ସତ୍ୟରେ, ଅନୁଗ୍ରହ ଈଶ୍ୱର ତା ପ୍ରତି ଅନୁଗ୍ରହରେ ଆଉ ସତ୍ୟରେ ସେ କଣ ହେଲେ? ପରିପୂର୍ଣ୍ଣ ହେଲେ। ଅନୁଗ୍ରହରେ ଆଉ ସତ୍ୟରେ ପରିପୂର୍ଣ୍ଣ ହେଲେ। ଅନୁଗ୍ରହ ଈଶ୍ୱରଙ୍କର ତା ପ୍ରତି ଅନୁଗ୍ରହ ବା ଦୟା ରହି ଆଉ ସେ ପବିତ୍ରତା ବା ସତ୍ୟତାରେ ସେ ବୃଦ୍ଧି ପାଇଲା। ଆଉ ସେଇ ଯୀଶୁ ଜଣେ କୁମାରୀ ମାରିଆଙ୍କ ମାଧ୍ୟମରେ ପବିତ୍ର ଆତ୍ମା ଦ୍ୱାରା ତାର ଦେହ ବା ସେଇ ମରିୟମଙ୍କର ଶରୀରରେ ତାକୁ ଗଠନ କରାଗଲା ହେଲା। ସେଠି ପୁରୁଷ ବା ସ୍ତ୍ରୀ ସହବାସ କରିକି ସେ ଜନ୍ମ ହୋଇ ନାହାନ୍ତି, ପୁରୁଷର ଅବସର ସେ ଜନ୍ମ ହୋଇ ନାହାନ୍ତି। ତେଣୁକରି ପିତା ମାତା ହିସାବରେ ଆମମାନେ ଦେଖିବା, ଯଦି ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଶାରୀରିକ ସମ୍ପର୍କ ରଖିଲେ ହିଁ ତାଙ୍କ ଦ୍ୱାରା ପିଲା ଛୁଆ ଜନ୍ମ ହୋଇଥାନ୍ତି। ଏଟା ସାଇନ୍ସ ଅନୁସାରେ ଆମେ ଦେଖୁ। କିନ୍ତୁ ପ୍ରିୟର ଭାଇ ଭଉଣୀ ମାନେ, ଏଟା ତାଙ୍କର ଜନ୍ମ ଅଦ୍ଭୁତ ଅଟେ। ଆଉ ଈଶ୍ୱର ସବୁ କିଛି କରିପାରନ୍ତି, ଅସମ୍ଭବ ବୋଲି ତାଙ୍କ ଠାରେ କିଛି ହିଁ ନାହିଁ। ତେଣୁକରି ଏଇଟା ମନୁଷ୍ୟ ବା ସାଇନ୍ସ ପକ୍ଷରେ ଏଟା ବୁଝିବା କଷ୍ଟକର ଅଟେ। ଏଇଟା ବୁଝିପାରେ ନାହିଁ ମନୁଷ୍ୟ କିମ୍ବା ସାଇନ୍ସ ଏହା ବୁଝିପାରିବ ନାହିଁ। ବୁଝିପାରିବ କି? ଏଟା ଆମ ମନୁଷ୍ୟ ପକ୍ଷରେ ଏହା ସମ୍ଭବପର ନୁହେଁ, ନାଇଁ କି? ସମ୍ଭବପର ଅଟେ କି? ସମ୍ଭବ ବିନା ପୁରୁଷରେ ଜଣେ ଛୁଆ ଜନ୍ମ କରିବ। ଯଦି ପୁରୁଷକୁ ଧରି ପାରିବ ନାହିଁ, ତାହେଲେ ତାକୁ କଣ କହିବେ? ଗତକାଲି ଆମେ ମାନେ ଶୁଣୁଥିଲୁ, ମରିୟମ ବହୁତ ଭୟ କରୁଥିଲେ। କଣ ପାଇଁ? ଗୋଟେ ବିଷୟ ପାଇଁ ଭୟ କରୁଥିଲା। କଣ? ଯିହୁଦୀ ମାନଙ୍କ ବ୍ୟବସ୍ଥାରେ ଏପରି ଥିଲା, ଯଦି ସେ ବିନା ଗର୍ଭବତୀ ହେବେ, କିନ୍ତୁ ଯଦି ପୁରୁଷକୁ ଧରି ପାରିବେ ନାହିଁ, ତାହେଲେ ତାଙ୍କୁ ପତ୍ରରେ ମାରିକି ମରାଇ ଦେଉଥିଲେ ହେଲା। ପତ୍ରଘାତ କରିଥିଲେ ତାଙ୍କୁ। ଯଦି ପୁରୁଷକୁ ଧରିଲା ତ ଠିକ, ନାଇଁ ହେଲେ ତାକୁ କଣ କରିଦେବେ? ମାରିଦେବେ, ପୁରା ସୀମା ବାହାରକୁ ନେଇକି। ସେହି ଭୟ ରହିଥିଲା। ତେଣୁକରି ମୁଁ ତ ପୁରୁଷକୁ ଜାଣେ ନାହିଁ, ଯଦି ସେମିତି କରି ଗର୍ଭବତୀ ହେଇଥିବ, ତାହେଲେ ତାକୁ ପଚାରିଲେ କଣ କାହା ସହିତ ଏମିତି ସମ୍ପର୍କ ରଖିକି ତୋର ଗର୍ଭବତୀ ହେଇଛି ବୋଲି କହିଲେ, ହେଲେ ମତେ ଦୂତ ଜଣେ କହିଲା, ଆଉ ତାପରେ ମୁଁ ଗର୍ଭବତୀ ହେଇଛି କହିଲେ ତୁ ପାଗଳି ନା କହିବେ କି ନାହିଁ? ଏଟା ବିଶ୍ୱାସ କରିଥାନ୍ତେ କି? ନାଇଁ। ତ ଈଶ୍ୱରଙ୍କର ଯୋଜନା କେମିତି ହେଲା? ଯୋସେଫଙ୍କ ସହିତ ତାର ନିର୍ବନ୍ଧ ହୋଇ ସାରିଥିଲା, କିନ୍ତୁ ଯୋସେଫ ମଧ୍ୟ ଧାର୍ମିକ ବ୍ୟକ୍ତି ଥିବାରୁ ସେ ମଧ୍ୟ ଏ ବିଷୟରେ ଜାଣିକରି ବହୁତ ଦୁଃଖିତ ହେଲେ। ମୁଁ ଯୋଉଟାକୁ ସ୍ତ୍ରୀ ଭାବରେ ଗ୍ରହଣ କରିବି ବୋଲି ବହୁତ ସୁନ୍ଦରୀ ଆଉ ବହୁତ ଗୁଣବତୀ ଏମିତି
କଣ ହେଲା ଆଉ ତାକୁ ଗୋପନରେ ଏମିତି ଛାଡ଼ିବା ପାଇଁ ଇଚ୍ଛା କରୁଥିଲା। କିନ୍ତୁ ଈଶ୍ୱରଙ୍କର ଦୂତ ତାଙ୍କୁ ସ୍ୱପ୍ନରେ କହିଲେ ମରିୟମକୁ ତୁମ ନିଜର ସ୍ତ୍ରୀ ଭାବରେ ରୂପରେ ଗ୍ରହଣ କରିବା ପାଇଁ ତୁମେ ଭୟ କର ନାହିଁ ନାଇଁ। ଆଉ ସେ ପବିତ୍ର ଆତ୍ମା ଦ୍ୱାରା ଗର୍ଭବତୀ ହୋଇଅଛ। ଯୋସେଫଙ୍କୁ ମଧ୍ୟ ଜଣାଇଲେ। ଆଉ ପ୍ରିୟର ଭାଇ ଭଉଣୀ ମାନେ ସେହିପରିକା ତାଙ୍କର ଜନ୍ମ ହେଲା। କିନ୍ତୁ ପ୍ରିୟର ଭାଇ ଭଉଣୀ ମାନେ ଆମେ ଦେଖୁ ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ସେଇ ଦିନରୁ ତାର ଜୀବନ ବା ତାର ଜନ୍ମ ଦିନଟାରୁ ହିଁ ସେ ଏଇ ଦୁନିଆରେ ଆସିଲେ। ଆଉ ସେଇ ଦିନ ହିଁ ତାର ଆରମ୍ଭ ଏହା ନୁହେଁ। ତେଣୁକରି ଅନେକ ଭାବନ୍ତି ହଁ ସେ ବି ଜଣେ ମହାପୁରୁଷ। ଯୀଶୁ ଜଣେ ମହାପୁରୁଷ ନୁହନ୍ତି ହେଲା। ଅନ୍ୟ ପରି ସେ ନୁହନ୍ତି। ସେ ଆଦ୍ୟରୁ ଥିଲେ। ସେ ସୃଷ୍ଟିକର୍ତ୍ତା ଅଛନ୍ତି। ତେଣୁକରି ଆମେ ଗୋଟେ ଗୀତ ଗାଉଛେ ନାଇଁ, ପ୍ରଭୁ ଯୀଶୁ ତୁମେ ସୃଷ୍ଟିକର୍ତ୍ତା, ପ୍ରଭୁ ଯୀଶୁ ତୁମେ ଆରୋଗ୍ୟ ଦାତା। ନାଇଁ କିଏ? ପ୍ରଭୁ ଯୀଶୁ ତୁମେ ସୃଷ୍ଟିକର୍ତ୍ତା। ଆଉ ଫାର୍ଷ୍ଟ ସେକେଣ୍ଡ ଲାଇନ୍ ର ଗୀତ ଆଉ ଗୋଟେ ଅଛି, ମୋ ପ୍ରଭୁ ଯୀଶୁ କି ସନାତନ, ସତ୍ୟ ସନାତନ। ନାଇଁ, ମୋ ପ୍ରଭୁ ଯୀଶୁ ସତ୍ୟ ସନାତନ ଆଉ ରାଜା ମାନଙ୍କର ରାଜା। ପ୍ରଭୁଙ୍କର ଗୌରବ ଏବଂ ମହିମା ହଉ। ଆଉ ଆମେ ଦେଖୁ ଆଉ ମାନେ ସତ୍ୟ ସନାତନ କିଏ? ପ୍ରଭୁ ଯୀଶୁ। ତାମାନେ ଆମେ ସନାତନୀ ବାଲା କହିଲେ ବି କିଛି ଭୁଲ ହେବ ନାହିଁ ନାଇଁ। ସତ୍ୟ ସନାତନ ପରମେଶ୍ୱରଙ୍କୁ ଆମେ ସେବା ଆରାଧନା କରୁଛୁ ନାଇଁ। ଆଉ ଆମେ ଅଳ୍ପ ଦିନ ଭିତରେ ଆମେ ଦେଖିବାକୁ ପାଇଥିଲୁ କେତେ ମାସରେ ନାଇଁ ଗୋଟେ ଫିଲ୍ମ ରିଲିଜ ହେବା ଆଉ ତାର ବିବାଦ ମଧ୍ୟ ଚାଲିଥିଲା ନାଇଁ। କଣ ଥିଲା? ସନାତନୀ ଧର୍ମ ନା କଣ? ଧର୍ମ ହିଁ ଧର୍ମ ନା ସନାତନୀ ଧର୍ମ? ଯାହା ବି ହଉ ପ୍ରିୟର ଭାଇ ଭଉଣୀ ମାନେ, କିନ୍ତୁ ଆଉ ବିବାଦ ମଧ୍ୟରେ ସେହିପରି ରହିଥିଲା। ଆଉ ପ୍ରିୟର ଭାଇ ଭଉଣୀ ମାନେ ଆମେ ଏଇଠି ଦେଖୁ ସନାତନ ସତ୍ୟ ସନାତନ କିଏ? ପ୍ରଭୁ ଯୀଶୁ। ମୋ ପ୍ରଭୁ ଯୀଶୁ ସତ୍ୟ ସନାତନ, ସେ ହିଁ ସତ୍ୟ ଈଶ୍ୱର ଅଟନ୍ତି। ତେଣୁକରି ଯୀଶୁ ଜନ ଲିଖିତ ସମାଚାର ତାର 14 ପର୍ବ 14 ପଦରେ କହନ୍ତି, ମୁଁ ପଥ ସତ୍ୟ ଓ ଜୀବନ ହେଲା। ଯୀଶୁ କହିନାହାନ୍ତି ଆହୁରି ବି ଅନ୍ୟ ପଥ ଅଛି ବୋଲି। ଯୀଶୁ କହିନାହାନ୍ତି ଆହୁରି ବି ଅନ୍ୟ ସତ୍ୟ ଅଛନ୍ତି ହେଲା। ଅନେକ ଏଇ ବିଷୟରେ ଜ୍ଞାତ ବା ଜାଣି ନାହାନ୍ତି। ତେଣୁକରି ସତ୍ୟ ସନାତନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ସେ ସୃଷ୍ଟିକର୍ତ୍ତା ଅଟନ୍ତି। ଆଉ ପ୍ରିୟର ଭାଇ ଭଉଣୀ ମାନେ, ଆଉ ସେ ଦେହ ଧାରଣ କଲେ ଆଉ ଦେହବନ୍ତ ହୋଇକି ଏଇ ପୃଥିବୀରେ ଜନ୍ମ ହେଲେ। ତ ତାଙ୍କର ବିଷୟରେ ଆଗରୁ ହିଁ ଲେଖା ଯାଇଥିଲା। ତେଣୁକରି ଆମେ ଦେଖୁ ଜନଲିଖିତ ସମାଚାରରେ ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। ହଁ, 2 ପଦ ପଢି ଦିଅନ୍ତୁ। ଜନଲିଖିତ ସମାଚାର 1 ଅଧ୍ୟାୟ 2 ପଦ। हाँ बाणी पढ़ंतु। यही आदि में परमेश्वर का साथ था। से आद्ୟରେ ଈଶ୍ୱରଙ୍କ ସହିତ ଥିଲେ। ତା ସହିତ ଥିଲେ? ଈଶ୍ୱରଙ୍କ ସହିତ। ମାନେ ସେମାନେ ଈଶ୍ୱରଙ୍କର ବାକ୍ୟ ହଉଛି ଯୀଶୁ ହେଲା। ଆଉ ବାକ୍ୟ ଦ୍ୱାରା କଣ ହେଲା? ଆଦି ପୁସ୍ତକରେ ଯଦି ଆମେ ଦେଖିବା, ପ୍ରଥମରେ ଈଶ୍ୱର କଣ ସୃଷ୍ଟି କଲେ? ଆଦି ପୁସ୍ତକରେ କଣ ଲେଖା ହେଇଛି? ଆଦ୍ୟରେ ପରମେଶ୍ୱର ଆକାଶ ତାଙ୍କର ବାକ୍ୟ ଦ୍ୱାରା ସବୁ ହେଲା ନାଇଁ। ମାନେ ବାକ୍ୟ ଦ୍ୱାରା କହିଲେ ସେ ଯୀଶୁଙ୍କ ଦ୍ୱାରା। ଯୀଶୁ ପ୍ରକାଶ ହୋ ବୋଲି କହିଲା ବେଳେ
ପ୍ରକାଶ ହେଲା। ମାସ୍କାଲ କମେଣ୍ଟ ବୁଝିକେ ନା ମାସ୍କାଲ ହେଲା ପ୍ରିଜ ଦ ଲର୍ଡ ହାଲେଲୁୟା। ପ୍ରଭୁଙ୍କର ଗୌରବ ମହିମା ହଉ। ତା ମାନେ ସେଇ ବାକ୍ୟ ଯୀଶୁ ହିଁ ଥିଲେ। ତେଣୁକରି ତାଙ୍କୁ କଣ କୁହାଯାଏ? ସୃଷ୍ଟିକର୍ତ୍ତା। ଏନା ମତେ ଆଜିକେନି ତୁ ବତେଇଥିଲି ସୃଷ୍ଟିକର୍ତ୍ତା ନାଇଁ କି? ଆଉ ପ୍ରିୟର ଭାଇ ଭଉଣୀ ମାନେ ତାଙ୍କ ଦ୍ୱାରା ସୃଷ୍ଟି ହୋଇଅଛି। ଆମେ ତଳ ଭାଗରେ ଦେଖିବାକୁ ପାଇବା 4 ପଦରେ। 3 ପଦ ପଢି ଦିଅନ୍ତୁ। सब कुछ उसी के द्वारा उत्पन्न हुआ और जो कुछ उत्पन्न हुआ है उसमें से कोई भी वस्तु उसके बिना उत्पन्न नहीं हुई। ଓଡ଼ିଆରେ ପଢି ଦିଅନ୍ତୁ 3 ପଦ। ତାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା। ଯେ ସମସ୍ତ ସୃଷ୍ଟ ହୋଇଅଛି। ଓକେ, ପ୍ରଭୁଙ୍କର ଗୌରବ ଏବଂ ମହିମା ହଉ। ତାଙ୍କ ବିନା ଗୋଟିଏ ସୁଦ୍ଧା ମାନେ ଏପରି ବିଷୟ ସୃଷ୍ଟି ହୋଇନାହିଁ ବୋଲି କିଛି ନାହିଁ। ସବୁ ବିଷୟ ତାଙ୍କ ଦ୍ୱାରା ସୃଷ୍ଟି ହୋଇଛି। ତେଣୁକରି ଲେଖାଯାଏ ତାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା। କା ଦ୍ୱାରା? ତାଙ୍କ ଦ୍ୱାରା କହିଲେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା। ଆଉ ସେ ସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ। ଏପରି ବିଷୟ ନାହିଁ କି ଯାହାକି ତାଙ୍କ ବିନା ବା ତାଙ୍କ ଦ୍ୱାରା ସୃଷ୍ଟି ହୋଇ ନାହିଁ ବୋଲି। ସବୁ ବିଷୟ ଯାହା ବି ଆମେ ଦେଖୁଛୁ, ସବୁ ବିଷୟ, ସବୁ ବସ୍ତୁ, ଗ୍ୟାସୀୟ ପଦାର୍ଥ, ଯେତେ ବି ଆମର ଦୃଶ୍ୟ ଅଦୃଶ୍ୟ ବିଷୟ, ସବୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସୃଷ୍ଟି ହୋଇଅଛି। ତେଣୁକରି ତାଙ୍କୁ ସୃଷ୍ଟିକର୍ତ୍ତା କୁହାଯାଏ। ଆଉ କି କର୍ତ୍ତା? ତ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା ନାଇଁ। ହଁ 4 ପଦ। उसमें जीवन था और वो जीवन मनुष्य की ज्योति था। ओके, पढ़ी देखो ओडिया। तांकोटारे जीवन थिला, ସେହି ଜୀବନ ମନୁଷ୍ୟ ମାନଙ୍କର ଜ୍ୟୋତି। ପ୍ରିଜ୍ ଦ ଲର୍ଡ। ପ୍ରଭୁଙ୍କର ଗୌରବ ଏବଂ ମହିମା ହଉ। ତାଙ୍କଠାରେ ଜୀବନ ଥିଲା। କାଟାରେ ଜୀବନ? ଯୀଶୁ ମୋହି ପତଃ ଜୀବନ ନାଇଁ ସ୍ପଷ୍ଟ ଭାବରେ କହିଛନ୍ତି କି? ଆଉ ସେ ଜୀବିତ ଈଶ୍ୱର। ତେଣୁକରି ଈଶ୍ୱରଙ୍କର ଜନ୍ମ ନାହିଁ। ନାଇଁ, ଯଦି ମନରେ ଆସିବ ତେବେ ତାଙ୍କୁ କିଏ ଜନ୍ମ ଦେଲେ? ନାଇଁ, ଆମର ମନୁଷ୍ୟ ଚିନ୍ତାଧାରା ହିସାବରେ ତା ଆମେ ବୁଝିପାରିବାନି ହେଲା। ସେହି ଆଦି ଓ ଅନ୍ତ, ସେହି ଆରମ୍ଭ ଏବଂ ଶେଷ। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ ଆମେ ଈଶ୍ୱରଙ୍କୁ ପ୍ରସନ୍ନ କରିପାରିବା। ଆଉ ନିଜର ବାପାକୁ ପ୍ରସନ୍ନ କରିପାରିବୁ କି ତୁ ମୋର ବାପା ବୋଲି ପ୍ରୁଭ୍ କର ବୋଲି କେମିତି କହି ବସିବୁ? ପାଗଳଟା କହିବ ନାଇଁ। ପ୍ରିୟର ଭାଇ ଭଉଣୀ ମାନେ ପ୍ରଭୁ ଯୀଶୁ ହେଉଛନ୍ତି ସୃଷ୍ଟିକର୍ତ୍ତା। ଆଉ ଆମେ 4 ପଦରେ ଦେଖୁ ତାଙ୍କଠାରେ ଜୀବନ ଥିଲା। ତେଣୁକରି ଯୀଶୁ ଖ୍ରୀଷ୍ଟ କହନ୍ତି ମୁଁ ସତ ସତ୍ୟ କିଏ ଜୀବନ। ଆଉ ଜ୍ୟୋତି ବିଷୟରେ କୋଉଠି କହିଛନ୍ତି? ମାସ୍କାଲ ଜ୍ୟୋତି ବିଷୟରେ ଜନଲିଖିତ ସମାଚାର 8 ଅଧ୍ୟାୟ କେତେ 12 ପଦ। 8 12 ନା କେତେ ଦେଖନ୍ତୁ। ହଁ ଭଉଣୀ ପଢନ୍ତୁ। ଭଉଣୀ ପଢନ୍ତୁ। ଜନଲିଖିତ ସମାଚାର 8 12। जललिखित समाचार 8 अध्याय 12 पद। यीशु ने फिर लोगों से कहा, जगत की ज्योति मैं हूँ। जगत की ज्योति मैं हूँ। चलो ओडिया पढ़ंतु।
ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, କଣ ଦେଇ କହିଲେ? ଶିକ୍ଷା ଦେଇ କହିଲେ। କଣ ଶିକ୍ଷା ଦେଲେ? ଆଉ ମୁଁ ଜଗତର ଜ୍ୟୋତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁଙ୍କର ଗୌରବ ମହିମା ହଉ। ହଁ, ସେତିକି ଥାଉ ହେଲା। ଯୀଶୁ ଖ୍ରୀଷ୍ଟ କଣ କହିଲେ? ମୁଁ ଜଗତର ଜ୍ୟୋତି। ଏଠି ଆମେ ଦେଖୁଛୁ ତାଙ୍କଠାରେ କଣ ଥିଲା? ଜୀବନ ଥିଲା। ଆଉ ସେହି ଜୀବନ ମନୁଷ୍ୟ ମାନଙ୍କର ଜାତି। କାହାର ଜାତି? ମନୁଷ୍ୟ। ମନୁଷ୍ୟ ବୋଇଲେ ଆମ୍ଭେ ମାନେ, ନାଇଁ? ଆମେ ସମସ୍ତେ ମନୁଷ୍ୟ। ଆଉ ଆମର ଜାତି କିଏ? ଆଉ ମାସ୍କା ଲୋକ ଜାତି କହିଲେ, ରଶ୍ମି କହିଲେ ମାସ୍କା। ଆଉ ସେଇ ଜାତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ। ତେଣୁକରି ହଁ, ଯୋଉଟା ପଢୁଥିଲୁ ସେଇ ଜାତି ତାର ପରେ ପରେ ପଢିଦିଅ। ଯେ ମୋର ଅନୁଗମନ କରେ। ଅନୁଗମନ करे ମାନେ ତ मेरा पीछे कौन आता है? जो मोर अनुगमन करे। ଆଉ ଥରେ ପଢି ବସେ। ଅନ୍ଧକାର ଭ୍ରମଣ କରିବ ନାହିଁ ନା ଅନ୍ଧକାର ଭ୍ରମଣ କରିବ ନାହିଁ, କେମିତି ଲେଖା? ଓକେ, ଭଲସେ ପଢନ୍ତୁ, ନାଇଁ ହେଲେ ଶୁଣିବା ଲୋକମାନେ ମଧ୍ୟ ଭୁଲ। ଆଉ ଥରେ, ସେ କେବେ ହିଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ ହେଲା। ବ୍ରାହ୍ମଣ ନାହିଁ, ଭ୍ରମଣ ହେଲା। ଭ୍ରମଣ ନାଇଁ ହେଲେ ବ୍ରାହ୍ମଣ କରିବ ନାହିଁ ବୋଲି କହିଲେ ଲୋକମାନେ ଉଲ୍ଟା ବୁଝି ହେଲା। ଯେ କି ତାଙ୍କର ଅନୁଗମନ କରେ ସେ କେବେ ହିଁ ବ୍ରାହ୍ମଣ ହେବ ନାହିଁ କହିଲେ। ହେଲା। ପ୍ରିୟର ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଯିଏ ଅନୁସରଣ କରେ, ତାଙ୍କ ପଛରେ ଚାଲେ, ସେ କେବେ ହେଲେ ଅନ୍ଧକାରରେ ଭ୍ରମଣ କରିବେ ନାହିଁ ହେଲା। କେବେ ସେ ଅନ୍ଧକାର ଚାଲିବ। ଅନ୍ଧକାର କହିଲେ କଣ ବୁଝାଏ? ପାପ ଦୁନିଆକୁ ନାଇଁ। ପ୍ରଭୁ ଯୀଶୁଙ୍କୁ ଯିଏ ପାଇଲା ସେ ଜୀବନ ପାଇଲା। ଆଉ जीवन का ज्योति है ना, जीवन या ज्योति नहीं, जीवन का ज्योति। आमे गीत गाऊ चुका। प्रभु जीशु जगतर ज्योति अटंती आउ लवण मध्य। प्रिय भाई भौणी मैंने आम मैंने से प्रभु जीशु ख्रीष्टर सेवा आराधना करूँ। तेणुक प्रभु जीशु ख्रीष्टर जन्म से डिसेम्बर 25 रे हला। या तारीख लेखा है नहीं, तार कारण रहिला जे प्रभु जीशु ख्रीष्ट आगरू अच्छा। तेणुक नाम जन्म पूर्वर दिहला नहीं। गत काले आम शुणुलु तांकर नाम कौन? जीशु। आउर भी तांकर नाम अच्छी है, बाइबल बहुत जगह मेंशन अच्छी है। तांकर नाम कौन कौन रही लिस्ट करले बहुत गुड़ाए बाहर है। केवल जीशु सेतिकी आमे जानिछु नहीं, आउरी तार नाम अछि। से अद्भुत भाव में तांकर जन्म है। तेणुक प्रियर भाई भौणी माने आद्यरू से थिले और से ही सृष्टि करता है। माने पृथ्वी जाक से सृष्टि कला नहीं कि तापर लोक माने कौन कहउचंती? क्रिश्चियन धर्म विदेशी, आमर धर्म सुदेशी नहीं कि। किए सृष्टि कला भारत को, अमेरिका को, रूस को, और जेते भी पृथ्वी रे देश अच्छी, पृथ्वी जाक आकाश पृथ्वी नक्षत्र है, चंद्रमा और सूर्य देवता कि देवता? सूर्य देवता। पुणी जीशु देवता मानकर देव मानकर किए? देव मानकर देव नहीं कि समस्त को से सृष्टि कर। दूत हो दूत हो नहीं कि जेते भी आमे देखुचु तांकर सृष्टि और तांको सृष्टि करथिबा मनुष्य वर्तमान
ତାକୁ ଚିହ୍ନି ପାରୁନାହିଁ। ଯୀଶୁ ହଉଛି ବିଦେଶୀ ନାଇଁ କି, ବିଦେଶୀ କି ଭାରତ ଗୋଟେ ଈଶ୍ୱର ସୃଷ୍ଟି କରିଛନ୍ତି। ସେ ସୃଷ୍ଟିକର୍ତ୍ତା ଅଟନ୍ତି ପ୍ରଭୁ ଯୀଶୁ। ଭାରତର ଲୋକମାନେ ବି ତାର ଅଟନ୍ତି, ଆମେରିକା ବାଲା ବି ତାର, ରୁଷିଆ ବାଲା ବି ତାର, ଯେତେ ବି ପୃଥିବୀରେ ଦେଶ ଅଛି ନାଇଁ, ବିଭିନ୍ନ ଜାତି ଜୀବୀ ମାନେ ବି ତାର, ବିଜାତି ମାନେ ବି ତାର ଲୋକ, ସମଗ୍ର ଜଗତର। ତେଣୁକରି ତ ବାକ୍ୟରେ ଲେଖାଯାଏ ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ, କେତେ ପ୍ରେମ କଲେ? ଏଡେ ପ୍ରେମ କଲେ। ତାପରେ ଆଗକୁ ତାଙ୍କ ଅଦ୍ୱିତୀୟ ପୁତ୍ର ନାଇଁ ଜଗତକୁ ଦାନ କଲେ, ଗିଫ୍ଟ ଆକାର ଦେଲେ। ତ ପ୍ରଭୁ ଯୀଶୁଙ୍କର ଜନ୍ମ ଆମ ପାଇଁ ଗୋଟେ ଉପହାର ନାଇଁ, ଆଉ ତାଙ୍କ ଦ୍ୱାରା ଆମମାନେ ଜୀବନ ପାଉଛୁ ଆଉ ପାପ କ୍ଷମା ପାଉଛୁ। ଆଉ ସିଧା ଯୀଶୁ ଖ୍ରୀଷ୍ଟ ଫ୍ଲାଇଟ୍ ବା ଉଡ଼ାଜାହାଜ ପରେ ଆମମାନଙ୍କୁ କୋଉଠିକି ପହଞ୍ଚେଇବ? କଣ କଣ କଥା ହଉଛି? କଣ କହିଲି କୁହ, ଦୁଇ ଜଣ ଯାକ କଣ କହିଲି ଏବେ? ଚିନେ କେଜି ନା ତ କାନ କୋଲକା ଶୁଣ ହେଲା, ବାକ୍ୟ ସମୟରେ କଥାବାର୍ତ୍ତା ହୁଅନ୍ତୁ ନାହିଁ ହେଲା, ମନେ ନାହିଁ। ତେଣୁକରି ଏ ସମୟରେ ପରସ୍ପର ଭିତରେ କଥାବାର୍ତ୍ତା ସେଇଟା ତ ତାହେଲେ ତାଙ୍କର ଶୁଣୁଛନ୍ତି ନାଇଁ। ଓକେ, ସେମିତି ବେଳେ ବେଳେ ହୁଏ, କିନ୍ତୁ ଜାଣି ଶୁଣିକି ସେମିତି ହୁଅନ୍ତୁ। ଯୀଶୁ ଖ୍ରୀଷ୍ଟ ସେଥିପାଇଁ ସ୍ୱର୍ଗରୁ ଆସିଲେ ଆଉ ଆମମାନଙ୍କୁ ଏ ପୃଥିବୀରୁ ତାଙ୍କ ରାଜ୍ୟକୁ ନେବା ପାଇଁ ସେ ଏକମାତ୍ର ଅଟନ୍ତି, ପିତାଙ୍କ ନିକଟକୁ ପହଞ୍ଚାଇବା ନାଇଁ। ଆମେ ଯଦି କହିବା ନା ସ୍ୱର୍ଗ ଉପରେ ଉପରେ ଉଡ଼ିବାର ରହିଛି ରକେଟ ଆଉ ଉଡ଼ାଜାହାଜ, ହେଲିକପ୍ଟର ନାଇଁ। ତ ପ୍ରଭୁ ଯୀଶୁ ଆମମାନଙ୍କୁ ତାଙ୍କ ମାଧ୍ୟମରେ ପିତାଙ୍କ ନିକଟକୁ ବା ସ୍ୱର୍ଗ ରାଜ୍ୟକୁ ନେବା ପାଇଁ ଏକ ରାସ୍ତା ଅଟନ୍ତି। ତେଣୁକରି ଯୀଶୁ କହିଛି ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ପହଞ୍ଚି ପାରିବ ନାହିଁ। ତା ମାନେ ସେ ହିଁ ଏକମାତ୍ର ମାଧ୍ୟମ ଅଟନ୍ତି କୋଉଠିକି ପହଞ୍ଚେଇବାର? ସ୍ୱର୍ଗକୁ ପହଞ୍ଚିବାର। ତେଣୁକରି ତାଙ୍କଠାରେ ଯେଉଁମାନେ ବିଶ୍ୱାସ କରନ୍ତି ସେମାନେ ବିନଷ୍ଟ ନ ହୋଇ ଅନନ୍ତ ଜୀବନରେ ପାଆନ୍ତି। ଆଉ ସେମାନେ ହିଁ ସତ୍ୟ ସନାତନ ଲୋକ, ସେମାନେ ହିଁ ସନାତନୀ ଅଟନ୍ତି ନାଇଁ। କାରଣ ପ୍ରଭୁ ଯୀଶୁ କହନ୍ତି ଯେ ସଦାପ୍ରଭୁ ଆଉ ସତ୍ୟ ସନାତନ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ଆମେ ମାନେ ସେଇ ସଦାପ୍ରଭୁ ପରମେଶ୍ୱର ସେବା ଆରାଧନା କରୁଅଛୁ। ଆଉ ଯୀଶୁ କିଏ? ଯୀଶୁ ହେଉଛନ୍ତି ବାକ୍ୟ, ଆଉ ସେ ବାକ୍ୟ ଦେହ ଧାରଣ କଲେ, ଏହା ଆମମାନେ ବାକ୍ୟରେ ଦେଖୁ। ତ ପ୍ରିୟର ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ବିଷୟରେ ଆମମାନେ ଯେହେତୁ ଏ ସମୟରେ ଆମେ ଅନୁଧ୍ୟାନ କରୁଅଛୁ ବା ସେଇ ବିଷୟକୁ ଆମେ ପୁନର୍ବାର ଆମେ ଦେଖୁଅଛୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କିପରି এই ଧରା ପୃଷ୍ଠରେ ମାନବ ଧାରଣ କଲେ, ଆଉ ସେ ବିଷୟରେ ଜୟନଙ୍କ ଲିଖିତ ସମାଚାରରେ ପ୍ରକାଶ କରେ ସ୍ପଷ୍ଟ ଭାବରେ। ଆଉ ସବୁ ପୁସ୍ତକ ଆମେ 4ଟା ସୁସମାଚାର ଭିତରେ ଜୟନ ଲିଖିତ ସମାଚାର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମର ବିବରଣୀ ସେ ଆଦ୍ୟରୁ ବୋଲି ଲେଖା ଯାଉଛି। ଆଉ ସେ ସ୍ପଷ୍ଟ ଭାବରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଗରୁ ଥିଲେ ଆଉ ଏବେ ମଧ୍ୟ ଅଛନ୍ତି ଆଉ ଥିବେ, ଆଉ ସେ ଦେହ ଧାରଣ କଲେ। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ସେହି ବିଷୟରେ ଆମମାନେ ଜାଣିବା ଦରକାର। ହେଲେ ତୁମର ପ୍ରଭୁ ଯୀଶୁ ତ ସେଇ ସମୟରେ ଜନ୍ମ ହେଇ, ପ୍ରଭୁ ଯୀଶୁ ସୃଷ୍ଟିକର୍ତ୍ତା ଅଟନ୍ତି, ତେଣୁକରି ତାଙ୍କୁ ସୃଷ୍ଟିକର୍ତ୍ତା କୁହାଯାଏ ନାଇଁ। ତ ଠିକ ଅଛି ପ୍ରିୟର ଭାଇ ଭଉଣୀ ମାନେ, ଏ ବାକ୍ୟ ଦ୍ୱାରା ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।